ପିଲାମାନେ ଅଣ୍ଡା ଆଳୁ ଝୋଳ ଖାଇବାକୁ ଇଚ୍ଛା କରୁଛନ୍ତି କି ସାଙ୍ଗମାନେ? ଆଜି ନୂଆ ଉପାୟରେ ଆଜି ଆପଣମାନଙ୍କୁ ନୂଆ ଗୋଟେ ଉପାୟରେ ମୁଁ ଆଜି ଅଣ୍ଡାର ମାନେ ବିନା ଆମିଷରେ ତିଆରି ଅଣ୍ଡା ଆଳୁ ଝୋଳ ଦେଖେଇବି, ଯେଉଁଟାକି ତିଆରି କରି ଦେଖେଇବି, ଯେଉଁଟାକି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ତା ସହିତ ମଧ୍ୟ ଘରେ ଆପଣମାନେ ଏହି ବିନା ଆଳୁରେ ତିଆରି ମାନେ ଅଣ୍ଡା ଆଳୁ ଝୋଳ ବନାଇକି କରିକି ଖାଆନ୍ତୁ, ବହୁତ ଭଲ ଲାଗିବ। ପିଲାମାନେ ବହୁତ ଖୁସି ହେବେ। ଏଇ ଗ୍ରେଭିରୁ ଆଉ ଷ୍ଟ୍ରକ୍ଚରରୁ ଜାଣିପାରୁଥିବେ ଆଜିର ଏଇ ରେସିପିଟି କେତେ ଡେଲିସିୟସ୍, ତା ସହିତ କେତେ ଟେଷ୍ଟି ହେଇଥିବ, ତା ସହିତ କେତେ ଗ୍ରେଭି ହେଇଥିବ। ଆଉ ଚାଲନ୍ତୁ ସାଙ୍ଗମାନେ ଡେରି ନ କରି ଆଜିର ରେସିପି ଦେଖିବା। ଆଜିର ରେସିପିରେ ଅଣ୍ଡା ଆଳୁ ମସଲା, ଯେଉଁଟାକି ବିନା ଆମିଷରେ ତିଆରି ଅଣ୍ଡା ଆଳୁ ଝୋଳ। ସେଥିପାଇଁ ମୁଁ ଗୋଟେ ମାନେ ଅଣ୍ଡା ଆକୃତିର ଛୋଟ ଛୋଟ ଆଳୁ ନେଇଯାଇଛି, ଯେଉଁଟାକି 7ରୁ 8ଟି ନେଇଯାଇଛି। ଏହାର କ୍ୱାଣ୍ଟିଟି ଆପଣମାନେ ଚାହିଁଲେ କମ୍ ଅଧିକା କରି ନେଇପାରିବ। ଏଇ ଆଳୁଟେ ଆପଣମାନେ ଏଇ ଆଳୁଟେ ମାନେ ଅଣ୍ଡା ଆକାରରେ ଟିକେ ନେବେ, ଯେଉଁଟାକି ଦେଖିବାକୁ ଅଣ୍ଡା ତରକାରୀ ଭଳି ଲାଗିବ। ସେଇଭଳି ଅଣ୍ଡା ଆକାରରେ ନେଲେ ତରକାରୀର ଗ୍ରେଭିଟା ମଧ୍ୟ ଅଣ୍ଡା ତରକାରୀ ଭଳି ଲାଗିବ। ଏଇଭଳି ଭାବରେ ଭଲ ଭାବରେ ଆଳୁକୁ ସଫା କରିଦେଲି, ଚାଞ୍ଚିଦେଲି। ଦେଖନ୍ତୁ ମୁଁ ଯେଉଁ ସାଇଜ୍ରେ ନେଇଛି ସେଇଟା ହେଉଛି ଅଣ୍ଡାର ମାନେ ସାଇଜ୍ ଭଳି ଲାଗୁଛି। ତାକୁ ଟିକେ ଟିକେ ଭଲ ଭାବରେ ସଫା କରି ଟିକେ ଟିକେ କଟ୍ ଲଗାଇଦେବା ଛୁରୀ ସାହାଯ୍ୟରେ। କାହିଁକି ଏଠି କଟ୍ ଲଗାଇଲି ମନେ ରଖନ୍ତୁ ସାଙ୍ଗମାନେ, ଯେଉଁ ମସଲା ମୁଁ ଏଥିରେ ଦେବି, ଯେଉଁଟାକି ମସଲା କରିବି ଏଇ ଆଳୁ ଭିତରକୁ ସେ ଭଲ ଭାବରେ ପଶିବ। ସେଥିପାଇଁ ମୁଁ ସବୁ ଆଳୁରେ ଟିକେ 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 ଛୁରୀ ସାହାଯ୍ୟରେ ଟିକେ ଟିକେ କଟ୍ ଲଗାଇ ଦେଉଛି। କଟ୍ ଲଗାଇବା ଦ୍ୱାରା ସବୁ ମସଲା ତାକୁ ଦେହକୁ ମାନେ ସେ ଭିତରକୁ ଯାଇ ଭଲ ଭାବରେ ମାନେ ବହୁତ ଭଲ ଲାଗିବ, ମାନେ ଅଲଣା ଲାଗିବନି। ସେଥିପାଇଁ ମୁଁ ଟିକେ କଟ୍ ଲଗାଇ ଦେଉଛି। ଏଇଭଳି ଭାବରେ ସବୁ ଅଣ୍ଡାକୁ ମୁଁ ମାନେ ସବୁ ଆଳୁକୁ ଭଲ ଭାବରେ ମୁଁ ମାନେ କରିଥିଲି। ତା ସହିତ ତାକୁ ଗୋଟେ ମ୍ୟାରିନେଟ୍ କରିବାକୁ ପଡ଼ିବ। ଅଳ୍ପ ଟିକେ ଲୁଣ, ତା ସହିତ ଅଳ୍ପ ଟିକେ ହଳଦୀ ଗୁଣ୍ଡ, ତା ସହିତ ଅଳ୍ପ ଟିକେ ମାନେ ଲୁଣ, ତା ସହିତ ଅଳ୍ପ ଟିକେ ହଳଦୀ ଗୁଣ୍ଡ, ତା ସହିତ ଅଳ୍ପ ଟିକେ ରାଗ ଲଙ୍କା ଗୁଣ୍ଡ, ତା ସହିତ ଅଳ୍ପ ଟିକେ ଆମର ସୋରିଷ ତେଲ, ଅଳ୍ପ ଟିକେ ସୋରିଷ ତେଲ ଦେଇ କିଛି ସମୟ ଏମିତି ମ୍ୟାରିନେଟ୍ କରି ରଖିବା। ମ୍ୟାରିନେଟ୍ କରି ରଖିବା ଦ୍ୱାରା ଏଇ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏସବୁ ଜିନିଷ ସେ ଭଲ ଭାବରେ ଗୁଣ୍ଡ ମସଲା ଭଲ ଭାବରେ ସେ ଆଳୁ ଭିତରକୁ ଯାଇ ସେ ଭଲ ଭାବରେ ସେଟ୍ ହୋଇଯାଇଥାଏ। ଆମେ ଯେମିତି ଯେକୌଣସି ଆମିଷ ରାନ୍ଧିଲେ ଯେଭଳି ଭାବରେ ମ୍ୟାରିନେଟ୍ କରି ରଖୁଛନ୍ତି, ଏଇଭଳି ଭାବରେ ଆଳୁକୁ ମଧ୍ୟ ଭଲ ଭାବରେ ମ୍ୟାରିନେଟ୍ କରି ତାକୁ 5ରୁ 10 ମିନିଟ୍ ଘୋଡ଼ାଇକି ରଖିବା। ତାକୁ ଗୋଟେ ଏଇ ତରକାରୀ ପାଇଁ ଗୋଟେ ମସଲା ଦରକାର। ସେଥିପାଇଁ ମୁଁ ଗୋଟେ ଟମାଟୋ, ଗୋଟେ ଅଳ୍ପ ଟିକେ ଅଦା, ତା ସହିତ ରସୁଣ, ତା ସହିତ ଅଳ୍ପ ଟିକେ ଗୋଲମରିଚ, ତା ସହିତ ଅଳ୍ପ ଟିକେ ମାନେ ଗୋଲମରିଚ, ତା ସହିତ ଷ୍ଟାର ଅନେସ୍, ଯେଉଁଟାକି ଅନାସୀ ଫୁଲ, ତାକୁ ନେଇଯାଇଛି। ଟମାଟୋ ନେବେ ଟିକେ ନାଲ ଟମାଟୋ ନେବେ, ତା ସହିତ ରସୁଣ ଗୋଟେ ନେବେ। ପିଆଜର କ୍ୱାଣ୍ଟିଟି 1ରୁ ଅଧିକା ନେବେ, କାରଣ ଏଥିରେ ଟିକେ ଗ୍ରେଭି ଦରକାର। ସେଥିପାଇଁ ପିଆଜର କ୍ୱାଣ୍ଟିଟି 2ଟା ନେବେ। ଏଇଭଳି ଭାବରେ ଭଲ ଭାବରେ ତାକୁ ମାନେ ଏଇସବୁ ମସଲା ଦେଇଦେଲା ପରେ ଏଇଟା ମନେ ରଖନ୍ତୁ, ଏଥିରେ ଟିକେ ଅଳ୍ପ ଟିକେ ଧନିଆ ପତ୍ର ଦେଇଦେବା। ଧନିଆ ପତ୍ର ଦେବା ଦ୍ୱାରା ଆର ଗ୍ରେଭିଟା ଅଲଗା ପ୍ରକାର ଟେଷ୍ଟ ଆସିବ। ତା ସହିତ ବହୁତ ଭଲ ଲାଗିବ ଧନିଆ ପତ୍ରର ସ୍ମେଲ୍। ଦେଖନ୍ତୁ ଭଲ ଭାବରେ ଗୋଟେ ଫାଇନ୍ ପେଷ୍ଟ କରିଦେଲି। ଏହାର କଲର୍ ଯେହେତୁ ଧନିଆ ପତ୍ର ମିଶିଛି, ଏହାର କଲର୍ ଟିକେ ମାନେ ବ୍ରାଉନ୍ ଆସିଛି। ତା ସହିତ ଗୋଟେ କଡ଼େଇରେ କିଛି ତେଲ ଦେଇଦେଲି। ତେଲ ଦେଇକି ସେଇ ଗୋଳାଇ ରଖିଥିବା ଆମର ମାନେ ଆଳୁକୁ ଭଲ ଭାବରେ ଯେମିତି ଅଣ୍ଡାକୁ ଯେମିତି ଭଜାଯାଏ ସେଭଳି ଆଳୁକୁ ମଧ୍ୟ ଭଲ ଭାବରେ ଭାଜିଦେଲି। ଭାଜିଦେଲା ପରେ କିଛି ସୋରିଷ ତେଲ ପୁଣି ଦେଇଦେଲି। ପୁଣି ସୋରିଷ ତେଲ ଦେଇ ଅଳ୍ପ ଟିକେ ମାନେ ଜିରା ଦେଇଦେଲି। ଜିରାକୁ କିଛି ସମୟ ଫୁଟିବାକୁ ଦେବା। ତା ସହିତ ଫୁଟିଗଲା ପରେ ଅଳ୍ପ ଟିକେ ଆମେ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଇଦେବା। କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା ଦ୍ୱାରା ତରକାରୀର କଲର୍ ଆସିଥାଏ, ତା ସହିତ ମୋତେ ଟେଷ୍ଟ ମଧ୍ୟ ବହୁତ ଭଲ ଲାଗେ। ଏଇଭଳି ଭାବରେ କିଛି ସମୟ ଲୋ ଟୁ ମିଡ଼ିୟମ୍ ଜାଳରେ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଇ ତାକୁ ଦେଖନ୍ତୁ କଲର୍ ବହୁତ ବଢ଼ିଆ ଆସିଗଲାଣି। ତାପରେ ବାଟି ରଖିଥିବା ଆମର ଅଦା, ରସୁଣ, ପିଆଜ, ଟମାଟୋ, ତା ସହିତ ଧନିଆ ପତ୍ରର ଏଇ ବଟା ମସଲାକୁ ପକାଇ ଏମିତି ଭଲ ଭାବରେ ଲୋ ଟୁ ମିଡ଼ିୟମ୍ ଜାଳରେ ଭଲ ଭାବରେ କଷିବା। ଏଠି ମନେ ରଖନ୍ତୁ ଜାଳକୁ ପୁରା ଲୋ ଟୁ ମିଡ଼ିୟମ୍ ରଖିବେ, କାରଣ ଏଥିରେ ଯେଉଁ ମାନେ କାଶ୍ମୀରୀ ଲଙ୍କାଗୁଣ୍ଡ ମିଶିଛି ସେଠି ପୋଡ଼ିଯିବାର ସମ୍ଭାବନା ଥାଏ। ସେଥିପାଇଁ ଯେତେ ଲୋ ଟୁ ମିଡ଼ିୟମ୍ ରଖିବେ ତାର କଲର୍ଟା ବହୁତ ଭଲ ରହେ, ତା ସହିତ ମଧ୍ୟ ଏଇ ମସଲାଟା ପୋଡ଼ିଯାଏ ନାହିଁ, ବହୁତ ଭଲ ଲାଗିଥାଏ। ଏଇଭଳି ଭାବରେ ମସଲାକୁ ଧୀରେ ଧୀରେ ଲୋ ଟୁ ମିଡ଼ିୟମ୍ ଜାଳରେ ଭଲ ଭାବରେ କଷିବା। ତା ସହିତ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେଇଦେବା। ତା ସହିତ ଅଳ୍ପ ଟିକେ ଯେହେତୁ ଅଳ୍ପ ଟିକେ ମୁଁ ଆଗରୁ ଦେଇଥିଲି ମାନେ ଲଙ୍କାଗୁଣ୍ଡ, ତା ସହିତ ଜିରା ଗୁଣ୍ଡ, ତା ସହିତ ଧନିଆ ଗୁଣ୍ଡ, ଏଇସବୁ ଗୁଣ୍ଡ ମସଲା ଦେଇ ତାକୁ ଭଲ ଭାବରେ ଏମିତି ମିଶାଇ ଦେବା। ତା ସହିତ ଲୁଣ ଦେଇଦେବା। ଯେହେତୁ ଲୁଣ ଦେବା
द्वारा मसला भल भाव अति अल्प समय भितर मसला लुण देवा द्वारा अल्प समय भितर मसला भल भाव सीझी जाए ता सहित माने बहुत टेस्टी लगी थाए से मसलार जेबे भी मसला कसती से लुण देकी मसला कसतु माने दरकार मुताबक लुण दे भल भाव कषिला सी घोड़ाई घोड़ाई किसी समय रखिला गला तापर आमे माने भाजी रखीदेवा आलू को पकईदेवा जेहेतु भल भाव आलू भजा जाइए जोड़ा कि माने टिके रेड ब्राउन है पर्यंत भाजा जाइए किसी समय घोड़ाई घोड़ाई किसी समय रखीदेवा किसी समय लेउट पाउट घोड़ाई घोड़ाई रखीदेला सी भल भाव सीझी जेहेतु कट लग जाइए माने आलू रे कट लग जाइए से मसला ता भीतर को भल भाव पशिज ये ग्रेवी रहिले माने जेतिकी आपण मानकु झोल दरकार सेतिकी ग्रेवी रखिए ये ग्रेवी रखी किसी समय पुणी लो टू मीडियम जाल एमती कषी देवा ये स्ट्रक्चर रखिकी आपण माने चाहिए खाईपारे किंतु आउ टिके पानी देदेबा जेहेतु गरम पानी टिके देले सी जेहेतु गोटा आलू जा जोड़ा कि भल भाव सीझी थी कि न सीझी से भल भाव टिके आउ टिके गरम पानी देदेला देखो गरम पानी देवा द्वारा तरकार कलरटा केते सुंदर आसी जाइए केते रेड कलर आसी जाइए ये भाव में लो टू मीडियम जाल रखी किसी समय फुटा को देवा फुटीगला देखु फाइनाल लुक जी ग्रेवी दरकार से ग्रेवी रखीदेला से रहीगला पूरा माने सेटे हो पूरा मोटा आकार झोलटा मोटा आकार ये भाव में किसी समय रहीगला तो तरकारी पाखापाखि हो गला सहित गरम मसला गुंड टी पकईदेवा शेष में गरम मसला गुंड ता सहित अल्प टिके धनिया पत्र पकईदे किसी समय रहीगला किसी लो टू मीडियम रखी गैस को ऑफ करदेवी किसी समय घोड़ाई देला सी भल भाव में सेटे होगला देखु फाइनाल लुक आज माने यही ग्रेवी को देखिकी माने रेसिपी को देखिकी लगुच आज माने अंडा तरकारी माने ग्रेवी भली लगुच सहित अंडा झोल भाया लगुच आशा करुँच आज आलूर रेसिपीटी आपण मानक निश्चित भाव में भल लगे घर निश्चित भाव में ट्राए करूँ भल लगे गोटे लाइक करूँ रोचे सांग।